ଗରିବକୁ ଠକି ଚିଟଫଣ୍ଡ ନାଁରେ ଟଙ୍କା ଆତ୍ମସାତ କରୁ ଅଧା ବଡ଼ ବଢ଼ିଆ ନେତାକୁ ବାଟିଲ ଆଉ ଅଧାରେ ଏ ଗାଁର 16 ବୟସୀ ଟୋକିକି ନେଇ ହୋଟେଲରେ ଓଏସି ଆରାମ ଏଥର ନିର୍ବାଚନ ଆସିବାରୁ ନେତା ଖସିଲେ ତମେ ଆମେ ସେ ଟଙ୍କାରେ ମୁଁ ଖାଇଲ ଆମେ 2 ବର୍ଷ କରିଛୁ ଆମେ ସେ ଟଙ୍କାରେ ତୁ ବଡ଼ ବଡ଼ ବିଲ୍ଡିଂ କରୁଛୁ ସେ ଟଙ୍କାରେ ଝିଅ ବୋଉ ମାନଙ୍କୁ ନେଇ ହୋଟେଲରେ ବୟସ କରୁଛୁ ତୁ ହଉଛୁ ଗୋଟେ ବାଣିକ ବାଳ କାଟିବା ଛାଡ଼ି ଖୁଜି ନେତା ହେଇଛୁ ଏ ମନେ ରଖ ଯଦି ମୁଁ ପଶିବି ତତେ ନ ପଚାଇ ଛାଡ଼ି ଖାଇଛି ମାନ ହବି ପୁରା ହବି ମୁଁ ଜାଣିଛି ତୁ ଦୋଷ ମତେ ବି ଫସାଇ ସନ୍ଧ୍ୟା ବାରିକ ଆମେ ସେ କଥା ଛାଡ଼ିବେ তোমাদের কম করবে সে উপায়টা বলতে দিই ପରିସ୍ଥିତିରେ ଫେରାର ହେଇଯାଉ ତାହେଲେ ଯୋଉ ଜନତା ଦାନବ ମାତିଛନ୍ତି ସେ ଲଗଡ଼ା କରି ପିଟିଲେ ଯେ ଗୋଟିଏ ତଳେ ପଡ଼ିବ তু তু কম করবি ମୋ କ୍ରୀଡ଼ାକୁ ସମ୍ଭାଳିବି ଏ କଥା ଅଛି ଢେଙ୍କାନାଳ ନିଜ ପିଛା ନିଜେ ସମ୍ଭାଳ সন্ধ্যা বারিক আমি মু যোউটি লুচিলে পুলিশ মতে খোঁজি করে আরেস্ট করিব তু কম করবি হ্যাঁ কম করবি ভোট ହାତରେ କି କରି ଗାଁ ଗାଁ ପଞ୍ଚାୟତ ପତ୍ର ସବୁ ବଦଳେଇବେ ଓଡ଼ିଶା ବାହାରକୁ ଫେରାର ହେଇଯାଉ ତାହେଲେ ଯୋଉ ଜନତା ବାନର ମାତିଛନ୍ତି ତତେ ତ ପିଟିବେ ତା ଛଡ଼ା ମତେ ବି ପିଟିବେ আরে এই যে মোর বিল্ডিং স্থাবর অস্থাবর সম্পত্তি মো কোম্পানি এসব ଓଡ଼ିଶା ବାହାରକୁ ଫେରାର ହେଇଯାଏ ମୁଁ ଯିବି ତ ନିଶ୍ଚୟ ଏ ଜାଗା ଛାଡ଼ି ମୁଁ ପଳେଇବି ଶୁଣ ଗୋଟେ ସ୍ଥାବର ସମ୍ପତ୍ତି ମୋ କମ୍ପାନୀ ମୋ ବିଲ୍ଡିଂ ସବୁ ତତେ ଲାଗିଲା ମୁଁ ଆସିବି ଏ ରୂପ ବଦଳାଇ ମୁଁ ଆସିବି ଛାଡ଼ି ମୁଁ ଯାଉଛି ଦିନ ମୁଁ ଆସିବି ମୋ ସମ୍ପତ୍ତି ସବୁ ଲାଗିଲା ମୁଁ ଆସୁଛି ତ ଘିଆ ପଶୁ ପଳେଇଗଲା ହେଲେ ମୁଁ ଶଳାଟି କରିବି କଣ ହେ ନା ଶଳା କଥାରେ ଅଛି ନହେଲେ ମୁଁ ଡାକି ଦଉଛୁ ତ ଶଳା ଏଇ ବାନ୍ଦର ଗୁଡାକୁ ଡାକି ପାରିବି ହେ ଶଳା ଆସନ୍ତୁ ଯୋଉ ହଜେ ତା ଦେଖାଯାଏ ନା ସେ ଘଣ୍ଟା ପଟା କୁଆଡେ ଆମ ଟଙ୍କା ଫେରିବା କଥା ସେ ଘଣ୍ଟା ପଟା କୁଆଡେ ଗଲା ଆଉ କଣ ଅଛି ମତେ କି ଜମାନା କାଳ ବୁଦ୍ଧି ଦେଖାଗଲା ଭଦ୍ରେଶ୍ୱର ବ୍ୟାଙ୍କରେ ମୁଁ 3 ଲକ୍ଷ ଟଙ୍କା ଜମା କି ମତେ କାଳ ବୁଦ୍ଧି ଦେଖାଗଲା ମୁଁ ସବୁ ଯାକ ଟଙ୍କା ଉଠେଇ ଆଣି ସେ କଳା କୁଣ୍ଡା ଆଗରେ ଦେଇଦେଲି ଦେଖିଲା ବେଳକୁ ମୋ ପଇସା ପତ୍ର କିଛି ନାହିଁ ମୋ ସ୍ତ୍ରୀ କଥା ଜାଣିଲେ ମୁଁ କଣ ଘରୁ ବାହାର କରିଦେବ ମତେ ପଖାଳ ଭାତ ଲୁଣ ଲଙ୍କା ଶୁଖୁଆ ଲଗେଇ ଖାଇକି ରଖିଛି ସେ ପଇସା ସବୁ ଯାକ ସବୁ ଜାଣି ଆସିଛି ତମେ କୁହ ମୋ 1.5 ଲକ୍ଷ ଟଙ୍କା ମୋ 1.5 ଲକ୍ଷ ଟଙ୍କା ହାତରେ ସବୁ
କ'ଣ କହିବି ସିଏ ଯାହା ମୋ ଅବସ୍ଥା କରିଛି ସେ ଟୁଲୁରେ ବାଳ କାଟି କାଟି ମୋ ଆଙ୍ଗୁଠିରେ ଆଇଡିଆ। ହେଇଗଲା ଆଇଡିଆ। ଯାହା ରୋଜଗାର ହେଲା ଖାଇକିନା ମୋର ଖପ୍ କିନି ଚିର ସଞ୍ଚାନ ଭଳିଆ ଘାଣ୍ଟି ହେଇଗଲା ଆଉ ତୁ ଭାରି କାମଡ଼ ଆଇଡିଆ କୁମ୍ପି ଏ କୁମ୍ପିରେ ଠନ୍ 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 ଆଗ ତ ପୁରା ପଳେଇଗଲେ ଏଇଠି କହିଲେ ତ ପଳେଇବ କଥାରେ ପଡ଼ି ସେ ଘନିଆକୁ ମୋ ଘରକୁ ସାଙ୍ଗରେ ନେଇ ତାକୁ ମୋ ମାଇକିନାକୁ କି ମନ୍ତର କଲା ଶଳା କୁମ୍ପିଟାକୁ ବାଡ଼େଇ ଭାଙ୍ଗି ଠନ୍ କିରାକୁ ଗଣିଦେଲା ତୁ ଶଳାଟି କିଛି ଜାଣିପାରିଲୁ ଆଇଡିଆ 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 ଆମ ସମସ୍ତଙ୍କ କପାଳରେ କେତେ ବସିଛି ମୋ ଅବସ୍ଥା ବି ତା ଠାରୁ ଜଟିଳ ମୋ ବାହାଘରେ ମୋ ଶାଶୁ ଦେଇଥିବା 3 ପରିବା ସୁନା ଟ୍ରେଣ୍ଡକୁ ବିକି ଘର ଭଙ୍ଗା ଟାଉଟରଟାକୁ ଦେଇଥିଲି ସେ କହିଥିଲା ଟଙ୍କାଟା 3 ବର୍ଷରେ 2 ଗୁଣା ହୋଇଯିବ ବୋଲି ମୋ ସ୍ତ୍ରୀ ଖୁସି ହୋଇ ହେଲା ସବୁ ଯାକ ହାତରୁ କାନରୁ ଗହଣା ଯାକ ତାକୁ ଦେଇଦେଲା ଏବେ ମୋ ଅବସ୍ଥା ମରିବା ଆଉ ସେସବୁ ଇଚ୍ଛା କିଛି ନାହିଁ ଆତ୍ମହତ୍ୟା କରିବି ଆତ୍ମହତ୍ୟା କଲେ ମୋ ବାପ କଥା ତୁ କଣ ଜାଣିବୁ ଆତ୍ମହତ୍ୟା କେବେ ଭୀରୁ ଦୁର୍ବଳ କାହାକୁ ସମାନ ଆରେ ଦେଖିବୁ ସବୁ ଠିକ ଆଇଡିଆ ତାରିଛି ବେଲଚିଟା ଦେଖୁଛ ବେଲଚିଟା ପଡ଼ିଛି ଚାଲ ଆମେ ଭଡ଼ା ଲଗେଇବା ଆରେ ହେ ଶୁଣ ଆରେ ଆସୁ ତ ନିହାତି 50,000 ଭଡ଼ା ଆସିବ ସେଇ ଟଙ୍କାରେ ଆମେ ସମସ୍ତେ ବାଟିବୁଟି ଚଳିବା କେତେବେଳକୁ ପକେଟିଆ କଥା କହିଛି ଚାଲାକି କରିବୁନି ଖସିଯିବୁ